राशन कार्ड को नहीं जारी है बड़ सूचना। राशन कार्ड धारकों बड़ खबर। राशन कार्ड उपभोक्ता ना काटी दिजार संभावना रही। सरकार पक्षर जारी गाइडलाइन अनुଯାयी एभली घोषणा करा जायछि। राशन कार्ड रे अनेक सरकारी सुविधा मिलुवा बेले किछि धनी श्रेणीर लोके राशन कार्ड हातेइचंती बोली सरकार तरफ सूचना मिली। राशन कार्ड थिले तुरंत किसी जरूरी काम कराई नियंतु, नचेत राशन कार्ड रु ना काटी दिया। मागणारे चाउल एवं गहम आउ पाइबाकू सक्षम हेबे नहीं आपण, कारण सरकार पक्षर किसी गुरुत्वपूर्ण कार्य कराई नेबाकू परामर्श दिया जायछि। राशन कार्ड हिताधिकारी तुरंत किसी जरूरी काम कराई नेबाकू पड़िबो, जहा फଳରେ आपण पूर्व भली मागणा राशन पाई परिबे आउ सरकारी सुविधा पूर्व भली पाइबाकू सक्षम हेबे। ଏହା ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ତେବେ କେଉଁ କାମ କରିବାକୁ ପଡ଼ିବ ଜାଣନ୍ତୁ। ରାସନ କାର୍ଡ ଧାରକ ତୁରନ୍ତ ଇ-କେୱାଇସି କରାଇବାକୁ ପଡ଼ିବ। ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି, ଯାହାଫଳରେ ପ୍ରକୃତ ହିତାଧିକାରୀ କେଉଁମାନେ ଏବଂ କେଉଁମାନେ ସରକାରଙ୍କ ସୁବିଧା ପାଇବାକୁ ଯୋଗ୍ୟ ତାହା ଜଣାପଡ଼ିବ ବୋଲି ସରକାର କହିଛନ୍ତି। ସମସ୍ତ ରାସନ କାର୍ଡଧାରୀଙ୍କ ପାଇଁ ଇ-କେୱାଇସି କାର୍ଯ୍ୟ କରିବା ବର୍ତ୍ତମାନ ବାଧ୍ୟତାମୂଳକ। ଯଦି ଇ-କେୱାଇସି କରା ନଯାଏ ତେବେ ରାସନ କାର୍ଡରୁ ନାଁ କାଟି ଦିଆଯିବ ବୋଲି କହିଛନ୍ତି, ଯାହାଫଳରେ ଅଯୋଗ୍ୟ ହିତାଧିକାରୀ, ଭୂତ ରାସନ କାର୍ଡଧାରୀ ଏବଂ ଧନିକ ଶ୍ରେଣୀର ଲୋକେ ରାସନ କାର୍ଡ ହାତେ ଥିଲେ ତାହା କାଟି ଦିଆଯିବ। ଯେଉଁମାନେ ଇ-କେୱାଇସି କରିନଥିବେ ସେମାନଙ୍କ ରାସନ କାର୍ଡ ଆସନ୍ତା ଫେବୃଆରୀ 1 ତାରିଖରୁ କାଟି ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି। ପୂର୍ବରୁ ଜାନୁଆରୀ 1ରୁ ରାସନ କାର୍ଡ କଟାଯିବା ନେଇ ସରକାର ଆଡଭାଇଜରି ଜାରି କରିଥିଲେ, କିନ୍ତୁ ପରେ ତାହାକୁ ଫେବୃଆରୀ 1 ତାରିଖକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର। ଜାନୁଆରୀ 31 ମଧ୍ୟରେ ଯେଉଁମାନେ ରାସନ କାର୍ଡ ଇ-କେୱାଇସି କରିନଥିବେ ସେମାନଙ୍କୁ ରାସନ ମିଳିବା ବନ୍ଦ ହୋଇଯିବ, ଆଉ ଯେଉଁମାନେ ଇ-କେୱାଇସି କରିଥିବେ ସେମାନଙ୍କୁ ରାସନ ମିଳିବା ଜାରି ରହିବ। ତ ଏ ଥିଲା ରାସନ କାର୍ଡକୁ ନେଇ ଏକ ବଡ଼ ଅପଡେଟ୍। ତ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରିଦିଅନ୍ତୁ, ଆଉ ଚ୍ୟାନେଲ ନୂଆ ଥିଲେ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ରେ ସେଟ୍ କରିଦିଅନ୍ତୁ, ଯାହାଫଳରେ ଏହିପରି ଭିଡ଼ିଓ ଆପଣ ସର୍ବପ୍ରଥମେ ଦେଖିପାରିବେ।